ଶୁଣ ଯେଉଁମାନେ ଜୟ ଜଗନ୍ନାଥ କରୁଛନ୍ତି ତାଙ୍କର ଟିକେ ଅସ୍ମିତା ଅଛି। ଇଏ ତ ସବୁ ଜୟ ଶ୍ରୀରାମ କଲେଣି, ୟାଙ୍କର ଅସ୍ମିତା କ'ଣ? ଆରେ ଠାକୁର ଯେ ଡିଫରେନ୍ସ ଅଛି। ଜଗନ୍ନାଥ ଭାରି ଉଦାର, ଜଗନ୍ନାଥ ସିକୁଲାର, ଜଗନ୍ନାଥଙ୍କର ମୁସଲିମ ଭକ୍ତ ବି ଅଛନ୍ତି, ଗୋରା ଭକ୍ତ ବି ଅଛନ୍ତି, ସମସ୍ତଙ୍କୁ କୁଣ୍ଡାନ୍ତି ଜଗନ୍ନାଥ। କିନ୍ତୁ ଜୟ ଶ୍ରୀରାମ ବାଲା ସେଇଟା କରିପାରିବେନି, ଡିଫରେନ୍ସ ନାହିଁ। ସେଇଭଳି ଜଗନ୍ନାଥ ଇକ୍ୱାଲିଟିର ଗଡ଼, ସେ ଶୂଦ୍ରଟି ବି ସେତିକି ଜଗନ୍ନାଥ, ସେ ବ୍ରାହ୍ମଣଟି ବି ସେତିକି ଜଗନ୍ନାଥ। ତ ଏଇସବୁ ପ୍ରିନ୍ସିପଲ୍ କାହିଁ କରୁନ? ତୁମର ଅସ୍ମିତା ଆସିଛି, ତୁମେ ତ ଓଡ଼ିଆ ଲୋକ, ଜଗନ୍ନାଥ ଆଗ ଆସିବା କଥା, ଜଗନ୍ନାଥଙ୍କ ପ୍ରିନ୍ସିପଲ୍ ଆଗ ଆସିବା କଥା। ତାହେଲେ ଯେଉଁମାନେ ଚାକିରି ପାଉନାହାନ୍ତି ତାଙ୍କୁ ଜୟ ଶ୍ରୀରାମ ଝଣ୍ଡା ଦେଲେ ସେ ଚାକିରି ପାଇବେ? ଏଇଆ ଭୁଆଁ ବୁଲେଇ ଦେଉଛନ୍ତି। ଅସ୍ମିତାର ଅର୍ଥ ହେଲା ଆମ ମାଆକୁ ବିକି ପାରିବନି। ନମ୍ବର ୱାନ୍ ଅସ୍ମିତା, ଆମ ମାଆକୁ ଖୋଳିକିରି ଯେଉଁ ବିକି ଦେଉନାହାନ୍ତି, ଓଡ଼ିଆ ମାଆର ରେପ୍ ହେଲା ଭଳିଆ ସିନ୍ ହେଇଯାଉଛି। ଆପଣ ଦେଖିଛନ୍ତି ଯେଉଁ ପାହାଡ଼ ବମ୍ବିଂ ହେଉଛି ସବୁ, ସେଇଟା ରେପ୍ ହେଉଛି ନା ନାହିଁ ଓଡ଼ିଶାର? ସେଇଟା ଆଗ ବନ୍ଦ କର, ସେଇଦିନ ଜଣାପଡ଼ିବ ଯେ ଓଡ଼ିଆ ଅସ୍ମିତା କେତେ। ଆରେ ଆମ ପାଖରେ ପାଣି ଅଛି, ଜମି ଅଛି, ସବୁ ପ୍ରକାର ସୁବିଧା ଅଛି। ଆଚ୍ଛା ଯେଉଁ ଖଣି ବିକିକିରି ଅଦାନୀ ପଇସା ନେଉଛି ଆମ ଲୋକଙ୍କ ପାଖକୁ ଆସିଛି? ଅନ୍ୟ ଅସ୍ମିତା ହେଲା ତିନିଟା ଲାଙ୍ଗୁଏଜରେ ପ୍ରଫିସିଏନ୍ସି ଦରକାର, ଇଂଲିଶ, ହିନ୍ଦୀ, ଓଡ଼ିଆ। ଏ ଗୋଟେ ବାହାନା ଲଗେଇଛନ୍ତି ଯେ ନାଇଁ ଖାଲି ଓଡ଼ିଆ କହିଲେ ଅସ୍ମିତା ହେବ। ନାହିଁ, ଓଡ଼ିଆ ଲୋକ ଯେତେବେଳେ ଦିଲ୍ଲୀରେ ଠିଆ ହେବ ଜବ୍ ପାଇଁ, ହି କ୍ୟାନ୍ ଇକ୍ୱାଲି ସ୍ପିକ୍ or even better English than anyone in Mumbai or Delhi. That is when Odia Asmita comes. Look how smart this guy is from Odisha. That is Odia Asmita. ये हमको ओडिया अस्मिताटा बुझिया को पड़िबो जे गोटे ओडिया जेमती कलिंगर बेपारी माने जाई दुनिया सारा बेपार करुले, आज जदि गोटे ओडिया बाहर को जीव सी कोठी भी ठिया ही पारिबो। सेईटा हला ओडिया अस्मिता।